ସଭାପତି ମହୋଦୟ, ପୂଜକ ଗୁରୁଜୀ ଓ ଗୁରୁମା ପୁଅ ଏବଂ ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଭଉଣୀମାନେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। 2024 ମସିହା ଜାନୁଆରୀ 24 ତାରିଖ ଆମ ଦେଶର 76 ସାଧାରଣତନ୍ତ୍ର ଦିବସ। ଆମେ ପ୍ରତିବର୍ଷ 26 ଜାନୁଆରୀକୁ ସାଧାରଣ ଦିବସ ଭାବେ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ଭାବେ ପାଳନ କରି ଆସୁଅଛୁ। ଆପଣ ସମସ୍ତେ ଜାଣିଛନ୍ତି ଆମ ଦେଶ 1947 ମସିହାରେ ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନ ହୋଇଥିଲା। କିନ୍ତୁ ଆମ ଦେଶରେ କୌଣସି ଆଇନ କାନୁନ ସମ୍ବିଧାନ ନଥିଲା। କିନ୍ତୁ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଆମ ଦେଶର ସମ୍ବିଧାନ ଲେଖିବା ଆରମ୍ଭ କରିଦେଇଥିଲେ। 1950 ମସିହା ଜାନୁଆରୀ 26 ତାରିଖ ଆମ ଦେଶ ସମ୍ବିଧାନ କାର୍ଯ୍ୟକାରୀ ହେଲା ଏବଂ ଆମ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ସାରା ବିଶ୍ୱରେ ପରିଚିତ ହେଲା। ଏହି ସମ୍ବିଧାନ ତିଆରି ହେବା ପାଇଁ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଆଜିର ଏହି ପବିତ୍ର ଦିନରେ ସବୁ ସ୍କୁଲ, କଲେଜ ଓ ସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉଡ଼ାଯାଏ ଓ ଜାତୀୟ ସଙ୍ଗୀତ ଗାନ କରାଯାଏ। ଡକ୍ଟର B.R. ଆମ୍ବେଦକରଙ୍କୁ ଆମ ସମ୍ବିଧାନର ଜନକ କହନ୍ତି। ଆଜିର ଏହି ପବିତ୍ର ଦିନରେ ଆମେ ସମସ୍ତେ ଶପଥ ନେବା ଯେ ଆମ ଦେଶକୁ ସର୍ବୋତ୍ତମ ଦେଶ ରୂପେ ଗଢ଼ିବା ଓ ଆମେ ସବୁବେଳେ ଆମ ସମ୍ବିଧାନକୁ ସମ୍ମାନ ଦେବା। ଜୟ ହିନ୍ଦ, ଜୟ ଭାରତ, ଧନ୍ୟବାଦ।